କ'ଣ ଆପଣମାନେ ଜାଣିଛନ୍ତି କି ଯେ ଗୋଟିଏ ମାଛ 600 ଭୋଲ୍ଟର ବିଜୁଳି ଉତ୍ପନ୍ନ କରିଥାଏ। ଏତେ ବିଜୁଳି ଗୋଟିଏ କୁମ୍ଭୀରକୁ ମାରିବା ପାଇଁ ସକ୍ଷମ। ଏହା କୌଣସି ପ୍ରକାରର ସାଇନ୍ସ ଫିକ୍ସନ୍ ନୁହେଁ, ଏହା ସତ। ଏହି ମାଛର ନାମ ହେଉଛି ଇଲେକ୍ଟ୍ରିକ୍ ଇଲ୍। ଆଶ୍ଚର୍ଯ୍ୟ କଥା ଏହା ଯେ ଏହି ମାଛରେ କୌଣସି ପ୍ରକାରର ତାର, ବ୍ୟାଟେରୀ କିମ୍ବା ମେସିନ୍ ବି ନାହିଁ, କିନ୍ତୁ ତାପରେ ବି ବିଜୁଳି ଉତ୍ପନ୍ନ କରିଥାଏ। ଅସଲରେ ଇଲେକ୍ଟ୍ରିକ୍ ଇଲ୍ର ସମସ୍ତ ଶରୀର ଅଧିକ କରି ବିଜୁଳି ଉତ୍ପନ୍ନ କରିବା ପାଇଁ ହିଁ ହୋଇଛି। ଏହାର ଶରୀର ହଜାର ଛୋଟ ଛୋଟ ସେଲ୍ସ ରହିଥାଏ, ଯାହାକୁ ଇଲେକ୍ଟ୍ରୋସାଇଟ୍ କୁହାଯାଇଥାଏ। ଏହି ସେଲ୍ ଛୋଟ ବ୍ୟାଟେରୀ ପରି କାମ କରିଥାଏ। ଇଲ୍କୁ ଯେତେବେଳେ ନିଜକୁ ବଞ୍ଚାଇବା ପାଇଁ ବା ଶିକାର କରିବା ପାଇଁ ତାର ସମସ୍ତ ସେଲ୍କୁ ତୁରନ୍ତ ଆକ୍ଟିଭ୍ କରିବାକୁ ପଡ଼ିଥାଏ, ସେହି ସମୟରେ 600 ଭୋଲ୍ଟର ପାୱାର ଉତ୍ପନ୍ନ ହୋଇଥାଏ। ଏହି ପ୍ରଭାବରୁ ଶିକାରୀର ଶରୀର କଣ୍ଟ୍ରୋଲରୁ ବାହାର ହୋଇଯାଇଥାଏ। ମସଲ୍ସ ଗୁଡ଼ିକ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ଇଲ୍କୁ ତାହାକୁ ଆରାମରେ ଧରି ନେଇଥାଏ। ଆଶ୍ଚର୍ଯ୍ୟ କଥା ଏହା ଯେ ଇଲ୍ ଏହି ବିଜୁଳିକୁ ଆକ୍ରମଣ କରିବା ପାଇଁ ନୁହେଁ, ପାଖରେ ଥିବା ଜିନିଷକୁ ଅନୁଭବ କରିବା ପାଇଁ ବ୍ୟବହାର କରିଥାଏ। ଏହି ମାଛ ଅନ୍ଧକାରର ପାଣିରେ ମଧ୍ୟ ତାହାର ବିଜୁଳି ଶକ୍ତିରୁ ଦେଖିପାରେ। ପ୍ରକୃତିରୁ ଏହାକୁ ଚାଲୁଥିବା ଏକ ପାୱାର ଷ୍ଟେସନ ବନାଇ ଦେଇଛି ବୋଲି କହିପାରିବା।